ଜୟ ଜଗନ୍ନାଥ। ପୂର୍ବ ଭିଡିଓରେ ମୁଁ ଜଣେଇଥିଲି କି ମେଡିସିନ କେମିତି ୟୁଜ କରିବେ, ପୁରା A to Z ଫୁଲ ଡିଟେଲ୍ସ ରେ କହିଦେଇଛି। ଯଦି ସେ ଭିଡିଓକୁ ମାନେ ଦେଖି ନାହାନ୍ତି ତାହେଲେ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି, ଯାଇକି ଦେଖିଦେବେ। ଫୁଲ ଡିଟେଲ୍ସ ରେ ପୁରା କହିଦେଇଛି। ଆଉ ମୁଁ ପୂର୍ବ ଭିଡିଓରେ କହିଥିଲି ଯୋଉମାନଙ୍କର ଯଦି କିଛି ଜାଣିବାର ଅଛି ତାହେଲେ କମେଣ୍ଟ କରନ୍ତୁ, କମେଣ୍ଟରେ ମୁଁ ନେକ୍ସଟ ଭିଡିଓରେ ରିପ୍ଲାଏ ସେଗୁଡାକ ଦେବି। ତ ଭାଇ ଜଣେ କମେଣ୍ଟ କରିଥିଲେ କି କୋଉ କମ୍ପାନୀର ଚିକ୍ସ ଗୁଡାକ, ଏଟା ତ ହଉଛି ଆମର ପ୍ରିମିୟମ ଚିକ୍ସ, ପ୍ରିମିୟମ କମ୍ପାନୀ ସହିତ ମୁଁ ଏଗ୍ରିମେଣ୍ଟ କରିଛି। ଆଉ ଜଣେ ଭାଇ କମେଣ୍ଟ କରିଥିଲେ ଗୋଟେ ବ୍ୟାଚରେ କେତେ ପେମେଣ୍ଟ ଆସୁଛି। ଆକ୍ଚୁଆଲି ପେମେଣ୍ଟ ସେମିତି କିଛି ଫିକ୍ସ ନଥାଏ, ସେଟା ଡିପେଣ୍ଡ କରେ ତମେ କମ୍ପାନୀ କି କେମିତି ରେଜଲ୍ଟ ଦଉଛ, ସେଇ ହିସାବରେ ପେମେଣ୍ଟ ଆସେ। ଯଦି ଭଲ ରେଜଲ୍ଟ ହବ ଭଲ ପଇସା ଆସିବ, ଯଦି ରେଜଲ୍ଟ ନାହିଁ ତାହେଲେ ସେ ଗଲା, ସେ ବ୍ୟାଚ ଟା ପୁରା ବର୍ବାଦ। ଯଦି ରେଜଲ୍ଟ ଭଲ ହେଲେ କମ୍ପାନୀ ଭଲ ପଇସା ଦଉଛି, ତାହେଲେ କେମିତି ଜାଣିବା କି ଭଲ ରେଜଲ୍ଟ ଆମର ଏଇ ବ୍ୟାଚରେ ଭଲ ରେଜଲ୍ଟ ହେଲା ବୋଲି। କମ୍ପାନୀ କହୁଛି କି ତମେ 90 ଟଙ୍କାରେ, ତା ଷ୍ଟାଣ୍ଡାର୍ଡ କଷ୍ଟିଂ ହଉଛି 90, ସେ କହୁଛି 90 ଟଙ୍କାରେ ତମେ କେଜିଟେ ଯୋଉ ୱେଟ୍ ଗେନ୍ କରିବ। ଯଦି 90 ଟଙ୍କା ଖର୍ଚ୍ଚ କଲ ତାହେଲେ ସେ ତମକୁ କେଜି ପ୍ରତି 7 ଟଙ୍କା 30 ପଇସା ଦବ, ମିଳେ ସେଟା କମ୍ପାନୀ ଦବ 7 ଟଙ୍କା 30 ପଇସା। ଆଉ ଯଦି ତମେ 90 ଟଙ୍କାରୁ କମ ରେ ଖର୍ଚ୍ଚ କରିଛ, ମନେକର ଟଙ୍କାଟେ ଯଦି ଲେସ୍ ରେ ଖର୍ଚ୍ଚ କରିଛ, ମନେକର 89 ଟଙ୍କାରେ ତମ କେଜିରେ ବନେଇ ଦେଇଛ, 89 ଟଙ୍କା ଖର୍ଚ୍ଚ କରିନା ଗୋଟେ କେଜି ୱେଟ୍ କରିଦେଇଛ, ତାହେଲେ ତମେ ଟଙ୍କାଟେ ମାଇନସ ରେ ଅଛ। ମାଇନସ ରେ କହନ୍ତି ମାନେ ପ୍ଲସ ରେ, ମାନେ ଆମ ପାଇଁ ସେଟା ପ୍ଲସ, ମାନେ କମ୍ପାନୀ ପାଇଁ ସେଟା ମାଇନସ। ସେଇ ଯୋଉ ଟଙ୍କାଟେ, ସେଇ ଟଙ୍କାଟେ ତମେ କିନ୍ତୁ ମିଳିବ କେତେ, 40 ପଇସା। ଗୋଟେ ଟଙ୍କାରେ 40 ପଇସା ସେଟା ବୋନସ ମିଳେ। ତମେ ଯେତିକି କଷ୍ଟିଂ ଟା କମ କରି କରି ଆଣିବ, ମନେକର 85 80, ଯିଏ 80 କଷ୍ଟିଂ ରହିଯିବ ଦିନେ, ତାହେଲେ ସେ 10 ଟଙ୍କା ଲେସ୍ ରହିଲେ, ତ କଷ୍ଟିଂ ଆମର ଭଲ ଅଛି, ତ 10 ଟଙ୍କା ଲେସ୍ ରେ ମାନେ ସେ ଟଙ୍କାଟାକୁ 40 ପଇସା ଦେଲା, ତାହେଲେ 10 ଟଙ୍କା 4 ଟଙ୍କା ହବ। ସେଇ 4 ଟଙ୍କା କୋଉଟା ଆଡ ହବ, ସେଇ ଯୋଉ ଷ୍ଟାଣ୍ଡାର୍ଡ କଷ୍ଟ କେତେ 7 ଟଙ୍କା 30 ପଇସା, ସେଇ 7 ଟଙ୍କା 30 ପଇସାରେ ଯୋଉ 4 ଟଙ୍କା ଆଡ ହବ, ଟୋଟାଲ କେତେ ଟଙ୍କା ହେଲା, କେତେ 7 4 କେତେ 11 ଟଙ୍କା 30 ପଇସା। ଟୋଟାଲ ବଡି ୱେଟ୍ ଯେତିକି ହବ ସେତିକିରେ ସେ 11 ଟଙ୍କା 30 ପଇସା ମଲ୍ଟିପ୍ଲାଏ ହବ। ସପୋଜ ମୋର ଟୋଟାଲ ବଡି ୱେଟ୍ ହେଇଛି, ମାନେ ଟୋଟାଲ ଯେତିକି ଚିଆଁ ପଡିଛି ସବୁ ଟୋଟାଲ ମିଶେଇକି ବଡି ୱେଟ୍ ହଉଛି 60 କ୍ୱିଣ୍ଟାଲ। 60 କ୍ୱିଣ୍ଟାଲ ମଲ୍ଟିପ୍ଲାଏ କେତେ ହବ, 11 ଟଙ୍କା 30 ପଇସା, ଏଇ ସମଥିଙ୍ଗ କେତେ 66,000 67,000 ଖଣ୍ଡେ ହବ। ସେତିକି ସେଇ ହିସାବରେ ପେମେଣ୍ଟ ଆସେ। ଆଉ କମ୍ପାନୀ କିଛି ବୋନସ ଦିଏ ଯଦି ପେପର ରେଟ୍ ଅଧିକା ଥିବ। ଯଦି ପେପର ରେଟ୍ 100 ଟଙ୍କାରୁ ଅଧିକା ଥିବ, ତାହେଲେ ସେ ପର କେଜି 10 ପଇସା ଲେଖା ଆଡ କରିନା ଦବ। ଯେମିତି କଷ୍ଟିଂ ଆମର 90 ରୁ କମ ହେଲେ 40 ପଇସା, ଗୋଟେ ଟଙ୍କାଟା ପ୍ରତି 40 ପଇସା ମିଳେ। ସେମିତି ଯଦି ପେପର ରେଟ୍ 100 ରୁ ଉପରକୁ ଥିବ, ତାହେଲେ କେଜି ପିଛା ସେ ଦେବ କେତେ 10 ଟଙ୍କା, 10 ପଇସା ଲେଖା ଆଡ କରିବ। ତାହେଲେ ସେ କେତେ 11 ଟଙ୍କା 30 ପଇସା ହେଇଥିଲା, ଇଏ 10 ପଇସା ମିଶିଲା 11 ଟଙ୍କା 40 ପଇସା, ମାନେ ପର କେଜି କି ସେ ଦେଲା 11 ଟଙ୍କା 40 ପଇସା। ଟିକେ ପୂର୍ବରୁ କହୁଥିଲି କଷ୍ଟିଂ ହଉଛି ଷ୍ଟାଣ୍ଡାର୍ଡ କଷ୍ଟିଂ ହଉଛି କମ୍ପାନୀର 90, ପ୍ରିମିୟମ କମ୍ପାନୀର 90, ଅଲଗା କୋଉ କମ୍ପାନୀର କେତେ କଣ ଷ୍ଟାଣ୍ଡାର୍ଡ କଷ୍ଟିଂ ରହୁଛି ମୁଁ ଜାଣିନି, କିନ୍ତୁ ଆମ କମ୍ପାନୀର ଷ୍ଟାଣ୍ଡାର୍ଡ କଷ୍ଟିଂ ହଉଛି 90। ସେଇ କଷ୍ଟିଂ ହିସାବ କେମିତି ହୁଏ ଯଦି ତମେ ମତେ କମେଣ୍ଟରେ ଜଣେଇବ, ତାହେଲେ ମୁଁ ନେକ୍ସଟ ଭିଡିଓରେ ସେ ବିଷୟରେ ଜଣେଇବି। ଆଉ ଆଭରେଜ କେମିତି ବାହାରେ, ଆଉ FCR କେମିତି ବାହାର କରାଯାଏ ସେ ବିଷୟରେ ମୁଁ ଜଣେଇବି। ଯଦି ତମେ କମେଣ୍ଟରେ ଜଣେଇବ ତାହେଲେ ମୁଁ ନେକ୍ସଟ ଭିଡିଓରେ ସେଇ ଉପରେ ଡିସ୍କସ କରିବା। ଆଉ ଏଇଟା ହଉଛି ମୋର ପୂର୍ବ ବ୍ୟାଚର ଡିସି